ଫଟୋଗ୍ରାଫର ରାଜେଶ ପାଣି ହତ୍ୟାକାଣ୍ଡକୁ 1 ମାସ ପରେ ବି ପୋଲିସ ହାତ ଖାଲି। ପରଜଙ୍ଗ ଥାନା ସାଆନ୍ଦା ଅଞ୍ଚଳର ଲୋକପ୍ରିୟ ଫଟୋଗ୍ରାଫର ରାଜେଶ ପାଣିଙ୍କୁ ଗତ ନଭେମ୍ବର 13 ତାରିଖରେ ଫଟୋସୁଟ୍ କରିବା ବାହାନାରେ ଘରୁ ଡାକି ନେଇ ହତ୍ୟା କରି କାମାକ୍ଷାନଗର ଥାନା ଅନ୍ତର୍ଗତ ମୁକ୍ତାପୋଷୀର ଏକ ପୋଖରୀରେ ଫିଙ୍ଗିଦେବା ଏବଂ 14 ତାରିଖରେ ପୋଖରୀରୁ ରାଜେଶ ପାଣିଙ୍କ ମୃତଦେହ ଉଦ୍ଧାର ହେବା ଘଟଣାକୁ 1 ମାସ ପୂର୍ବକୁ ବସିଥିବା ବେଳେ କିଏ ଏବଂ କାହିଁକି ଫଟୋସୁଟର ରାଜେଶ ପାଣିଙ୍କୁ ହତ୍ୟା କଲା ତାର ପର୍ଦ୍ଦାଫାଶ କରିବା ତ ଦୂର କଥା, ଅଭିଯୁକ୍ତମାନଙ୍କୁ ଧରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ପୋଲିସ। ସେପଟେ ମୃତ ରାଜେଶ ପାଣିଙ୍କ ପତ୍ନୀ, ପୁଅ, ପରିବାର ଓ ଗ୍ରାମବାସୀ ଆଶା ଆଶଙ୍କାରେ ଥିବାବେଳେ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଥିବା ଭଳି ପୋଲିସ ଦିନ ପରେ ଦିନ ଗଡ଼େଇ ଚାଲିଛି। ପରଜଙ୍ଗ ଓ କାମାକ୍ଷାନଗର ଅଞ୍ଚଳରେ ଏଭଳି ଘଟଣା ଘଟୁଥିଲେ ମଧ୍ୟ ପୋଲିସର ଶିଥିଳତା ପାଇଁ ଲୋକମାନଙ୍କର ଆସ୍ଥା ତୁଟିବାରେ ଲାଗିଛି ପୋଲିସ ଉପରୁ ଏବଂ ଅଭିଯୁକ୍ତମାନେ ଘଟଣା ଘଟାଇବା ପାଇଁ ନିରାପଦ ସ୍ଥାନ ମଣୁଛନ୍ତି ଏହି ଅଞ୍ଚଳଗୁଡ଼ିକୁ। ପରଜଙ୍ଗରୁ ଭିପ୍ରସାଦ ଶତପଥୀଙ୍କ ରିପୋର୍ଟ, ଉତ୍କଳ ମିଡ଼ିଆ।